ଆମେ ଅଙ୍ଗନବାଡି ଦିଦି ଆମର ଆସୁନାହାନ୍ତି, ମନେ ମନେ ଚାବି ପକେଇକି ପଳେଇଛନ୍ତି। ଆଉ ଆମେ ଖାଇବାରେ ଅଭିଯୋଗ କରିବାରେ ଆମକୁ ଆମ ଛୁଆକୁ କହିଲେ ଯେ ମଝିସାୟା ଲୋକ ଖାଇବାକୁ ମରିଯାଉଛନ୍ତି, ଛୁଆ ବି ମରିଯାଉଛନ୍ତି ଖାଇବାକୁ। ଆମେ ସେଥିପାଇଁ ଏଠିକି ଆଇଛୁ। ଆଉ ଆମ ଟାଇଟେଲ ନେଇକି ବି କହିଲେ ମୁଁ 5 ଟଙ୍କା ପକେଇନେ ମୋର ସବୁ ଅଫିସର ମୋ ପଛରେ ଗୋଡେଇବେ, ଏମିତି ନେଇକି କହିଲେ। ଆମର ଆମର କମ୍ପ୍ଲେନ ଯେ ଆମେ ସେଠି ସମ୍ବିତ କତିକି ଯାଇଥାନ୍ତୁ, କେହି ଆମ କଥା ଶୁଣୁନାହାନ୍ତି। ସମସ୍ତେ ନାଞ୍ଚ ଖାଇକି ବସୁଛନ୍ତି ସେଠି, ଆମ କଥା କେହି ଶୁଣୁନାହାନ୍ତି। ସୁପରଭାଇଜର ଆସୁଛନ୍ତି, ଆମେ ସେଠି ଲେଖା ଲେଖି କରିକି ଯାଉଛନ୍ତି, କିଛି ଶୁଣୁନାହାନ୍ତି। ଆମେ ସେଥିପାଇଁ ଆମ ଘର ପାଖରେ ଅଙ୍ଗନବାଡି 10 ନମ୍ବର ୱାର୍ଡରେ ହଉଛି। ଆମ ଅଙ୍ଗନବାଡି କେନ୍ଦ୍ରରେ ଛୋଟ ପିଲା ବସୁଛନ୍ତି, ସେ ଛୁଆ ଯିବାରୁ ଆମ ଭାତ ଯୋଉ ରନ୍ଧା ହଉଛି ଆମ ହେଲ୍ପର ବଳିବାରୁ ଆମ ପାଖ ଆମ ଛୋଟ ଛୁଆଙ୍କୁ ଦଉଛନ୍ତି। ଆମେ ମାଗିବୁ, ଆମେ ଖାଇବାରୁ କହୁଛନ୍ତି ବଳିବାରୁ ଖାଇବାକୁ ପାଉନାହାନ୍ତି, ବଙ୍ଗାଳି ଖାଇବାକୁ ଦେଇ ଦଉଛୁ। ଆମେ ତ ମାଗିନୁ, ଆମେ ତ ଖାଇବାକୁ ପାଉନୁ କି? ଆମେ ପାଉଛୁ, କିନ୍ତୁ ବାଥରୁମରେ ପାଣି ଦିଆହଉଛି, ପାଣି ପିଇବାକୁ ଦିଆହଉଛି। ତାପରେ କହୁଛନ୍ତି କଣ ଆମେ ଏଠିକି ଆସିବୁନୁ, ଛୁଆଙ୍କୁ ଛାଡ ନା। କାହିଁକି ଆମ ବ୍ୟବହାର ଭଲ ଦେଖଉନାହାନ୍ତି? ଆମେ ତ ମାଗିନୁ କି ଖାଇବାକୁ ଦିଅ ବୋଲି, ଆମେ ଖାଇବାକୁ ତମେ ଦେଇଦଉଛ, ଆମେ ଖାଉଛୁ, ଛୁଆ ଦଉଛ। ଦେଲାରୁ କହୁଛନ୍ତି ଆମେ ମରିଯାଇଛନ୍ତି ଖାଇବା ଲାଗି ବଳିବାଠୁ।